ମାନଙ୍କ ପାଇଁ ଯାହା କରୁଛେ କ'ଣ ଦେବତାଙ୍କ ପାଇଁ ଯଜ୍ଞ କରିବା କଥା କାହିଁକି ଦେବତାଙ୍କ ପାଇଁ କରିବା ଦେବତା ଆମକୁ କ'ଣ ଦେଇଛନ୍ତି ଯେ ତାଙ୍କ ପାଇଁ କରିବା ଦେବତା ଆମମାନଙ୍କୁ 5ଟି ଜିନିଷ ଦେଇଛନ୍ତି ଯେମିତି ଏ ସୁନ୍ଦରିଆ ଘରଟିଏ 5ଟା ଜିନିଷ ବ୍ୟବହାର ହେଉଛି କ'ଣ ଆପଣ ଯଦି ଆମ ବିଷ୍ଣୁ ଭାଇ ଭଳିଆ ବଡ଼ ବଡ଼ ଇଞ୍ଜିନିୟର ପାଖରେ ପହଞ୍ଚିବେ ଗୋଟେ ଘର କରିବେ ଏତିକି ସ୍କୋୟାର ଫୁଟରେ ଏତିକି ବଖରା ଘର କରିବେ ସେ କାଗଜ କଲମ ଧରି 5 ମିନିଟରେ ହିସାବ କରି କହିଦେବେ ଏତିକି ରଡ଼ ଲାଗିବ ଏତିକି ଗୋଡ଼ି ଲାଗିବ ଏତିକି ବାଲି ଲାଗିବ ଏତିକି ସିମେଣ୍ଟ ଲାଗିବ ଏତିକି ଲିଟର ପାଣି ଲାଗିବ କିନ୍ତୁ ପାଠପଢ଼ା ସେଇଆ ଏ ତାକୁ ହିସାବ ନିକାଶ କରି ଥୋଇଦେବେ କିନ୍ତୁ କେବେ କୌଣସି ଇଞ୍ଜିନିୟର କହିବେ କି ବିନା ପାଣିରେ ଘର ଛିଡ଼ା କରିଦେବେ ବୋଲି ବିନା ବାଲିରେ ଘର ଠିଆ ହେବ ବୋଲି ये 5टा जिनिस घर पर एकांत अपरिहार्य ये सिना ये घर पर 5टी जिनिस दरकार किंतु नुआ घर खंडी दिने पुरुणा हेबर मन पुरुणा हेबर नुआ घर खंडी दिने पुरुणा हेबर मन पुरुणा हेबर मारी बसुन हड़ी तया नहिब मनरे तया नहिब नुआ घर खंडी दिने पुरुणा हेबर मन पुरुणा हेबर नुआ घर खंडी दिने पुरुणा हेबर मन पुरुणा हेबर मारी बसुन हड़ी तया नहिब मारी बसुन हड़ी तया नहिब नुआ घर खंडी दिने पुरुणा हेबर मन पुरुणा हेबर नुआ घर खंडी दिने पुरुणा हेबर मन पुरुणा हेबर नुआ घर खंडी दिने पुरुणा हेबर मन पुरुणा हेबर श्री जगन्नाथ महाप्रभु की जय से को घरा कथा कहउछंती से होउची एई आम मानकर शरीर घर ए शरीर रूपी घर कौन होउची ना प्रत्येक दिन पुरुणा हे एका जाउची सेठी पाई इंग्रेज माने कहउथिले हाउ मेनी वर्ल्ड आर यू तमे केते पुरुणा हेलणी सब दिन आमे पुरुणा हे एका जाउची जदि मते एठी कॉलेज स्क्वायर पर्यंत जीवाक अछि मने बस स्टैंड जाय चली गेली तले मो दूरता कमी गलानी हम जल्दी करे किछ वाटा दूरता कमी गला मो भाई सेमती जन्म मृत्यु पर्यंत जो विराट रास्ता आमे प्रत्येक दिन अतिक्रमण करिया साथी साथी आमे कोन करूचे से मृत्युर निकटतर ही एका जाउचे तो ये जो देह रूपी घर भगवान आम मान को देइछंती एथिरे 5टी जिनिस लागिछि सेतरे जेमति इटा लागितला बाली लागितला गोड़ी लागिला पानी लागिला सीमेंट लागिला आम मान के शरीर कोन लागिछि खेती जल पावक गगन समीरा पंचरक्षित धर्म शरीरा राम सिया राम जय जय राम सिया जय सच्चिदानंद भगवान की 5टी जिनिस खेती जल पावक गगन समीरा अति सरल बुझिले कौन कौन आम देह मिसी ना आम भितर वायु तत्व अच्छी पानी तत्व अच्छी माटी तत्व अच्छी आकाश तत्व अच्छी अग्नि तत्व अच्छी 5टी जिनिस आम भितर समारे सुंदर शरीर अति सरल मन रखा गले माँ बापा अग्नि माँ रे माटी आरे आकाश माँ बापा बारे बायु पारे पानी बापा माँ बापा अग्नि मिसी गले पंचतत्व शरीर तैयारी गोटे जदि कम पड़ो भाग मापे ताले ये शरीर आनी आम जिते बसते समस्त दिने पंचत्व प्राप्ति हम 5टी जिनिस 5टी जगह को चलीजे जो आप देह शेष हवा को बस चाहिबू तु जुड़ू जुड़ू चाहिए तु जुड़ू जुड़ू आगो सदन
ଛକରୁ ମାତ୍ର 2-3 କିଲୋମିଟର ଦୂର ଗାଁ ନା ସ୍ୱର୍ଗ ବ୍ରହ୍ମପୁର। ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ମଧୁ ବାବା ଲେଖିଛନ୍ତି, ଚାହିଁଯିବୁ ତୁ ଚୁଳୁ ଚୁଳୁ ହେମାଳ ଉଠିବ ପାଦରୁ। ତାମାନେ ଆମ ସମସ୍ତଙ୍କ ଶରୀରରେ ତାପମାତ୍ରା ଅଛି। ପିଲାମାନେ ପଢୁଛନ୍ତି ଶରୀରର ସାଧାରଣ ତାପମାତ୍ରା ହେଉଛି 37 ଡିଗ୍ରୀ ସେଣ୍ଟିଗ୍ରେଡ। ଯଦି ଫାରେନହାଇଟ୍ ସ୍କେଲରେ ମାପିବା 98.4 ଫାରେନହାଇଟ୍ ସ୍କେଲରେ ତାପମାତ୍ରା। ବଢିଲେ ଜ୍ୱର, କମିଲେ ମଲ। ତେଣୁ ଆମେ ଯେତେବେଳେ ଶେଷ ଅବସ୍ଥାରେ ପହଞ୍ଚିବା, କୃଷ୍ଣ ସ୍ତୁତିୟ ପଦ ପଙ୍କଜ ପିଞ୍ଜରାନ୍ତେ ଅଦୈବ ବିଶୁଦ୍ଧମାନ ସରାଜହଂସ ପ୍ରାଣ ପ୍ରୟାଣ ସମୟେ କପବାତ ପିତେ କଣ୍ଠାବରୋଧନ ବିଧୌ ସ୍ମରଣ କୃତ ସ୍ତ୍ରୀ। ଯେତେବେଳେ କଣ୍ଠ ଅବରୋଧ ହେଇ ଆସିବ, ପ୍ରାଣ ପ୍ରୟାଣ ସମୟ ଆସିବ, କଫ, ବାତ ଆଉ ପିତ୍ତ ଏ ତିନିଟା ଯାକ ଏକାଠି ଯୋଉଟା ନୂଆ ରୋଗ ସୃଷ୍ଟି କରିବ, ତା ନାଁ ହେଉଛି ସନ୍ନିପାତ। ସନ୍ନିପାତ କହିଲେ ବୁଝିବନି, ବଡି କୋଲାପ୍ସ କରିଗଲାଣି, ଥଣ୍ଡା ହେଇଗଲାଣି, ବାଦାଳ ହେବାଳ ହେଇଗଲାଣି। ତାମାନେ ଗରମଟା ଯୋଉ ଅଛି ଶରୀର ଉଷ୍ମତାକୁ ଚାଲିଯିବ, ପବନ ପବନରେ ମିଶିଯିବ, ଜଳ ଜଳରେ ମିଶିଯିବ, ଆଉ ଏ ମାଟି ଶରୀରଟା ମାଟିରେ ମିଶିଯିବ। ମରିଗଲା ପରେ ରାଷ୍ଟ୍ରପତି ହୁଅ ନହେଲେ ମୂଲିଆ ହୁଅ, ସେ ପୋଡ଼ିଦବ ନହେଲେ ପୋତିଦବ, ନହେଲେ ଏ ତ ପୋଡ଼ ପକା ପୋତା ସବୁ ଏକା କଥା, ତା ଭିତରେ କିଛି ଅଲଗା ନାହିଁ। ପାଣିରେ ସମାନ ଦିଅ କି ଜଳ ଶୁଖିଲାରେ ସମାନ ଦିଅ, ନହେଲେ ପୋଡ଼ି ପକା ଗୋଟେ ପାଉଁଶ ବାକି ମାଟି ହବ ତ କ'ଣ ହବ। ତେଣୁ ସମସ୍ତଙ୍କର ଦିନେ ନା ଦିନେ ପଞ୍ଚତ୍ୱ ପ୍ରାପ୍ତି ହବ। ତ ଏ ପଞ୍ଚତ୍ୱ ପ୍ରାପ୍ତି ହବା ପାଇଁ କ'ଣ ଦରକାର? 5ଟା ଜିନିଷ 5କୁ ଚାଲିଯିବ। ଏ 5ଟା ଜିନିଷ ଭଗବାନ ଆମକୁ ଦେଇଛନ୍ତି। ତେଣୁ ତାଙ୍କ ପାଇଁ ଯଜ୍ଞ କରିବା ଦରକାର, ତାଙ୍କ ପାଇଁ ବୃକ୍ଷରୋପଣ କରିବା ଦରକାର, ବାୟୁମଣ୍ଡଳର ଶୁଦ୍ଧତା ପାଇଁ ଶୁଦ୍ଧ ଭିତରେ ହବନ ହେବା ଦରକାର। ଏସବୁ ଦେବଯଜ୍ଞ। ଦେବଯଜ୍ଞ ପରେ ନୃଯଜ୍ଞ। ସମସ୍ତଙ୍କ ଠେଇ ଭଗବାନ ଅଛନ୍ତି, କାହାକୁ ଅସମ୍ମାନ କରିବା ନାହିଁ, କାହାକୁ ଅବହେଳା କରିବା ନାହିଁ। ତେଣୁ ନୃଯଜ୍ଞ, ଦେବଯଜ୍ଞ, ପିତୃଯଜ୍ଞ। ବାପା ମା ବଞ୍ଚିଥିଲା ବେଳେ ତାଙ୍କର ସେବା କରିବା, ଆଉ ବାପା ମା ବଞ୍ଚିଥିଲା ବେଳେ ଖାଇବାକୁ ଦେବାନି, ବୃଦ୍ଧାଶ୍ରମରେ ତାଙ୍କ ପାଇଁ ସିଟ୍ ରିଜର୍ଭ କରିବା, ଆଉ ମରିଗଲା ପରେ ଭଲ କାର୍ଡ ଛପାଇକି 10 କୋଟି ଶାସନକୁ ନିମନ୍ତ୍ରଣ କରିବା, ବାପା ମା ପାଇବେ। ତେଣୁ ବାପା ମା ବଞ୍ଚିଥିଲା ବେଳେ ତାଙ୍କ ସେବା କରିବା, ଇଏ ହେଉଛି ପିତୃଯଜ୍ଞ। ଦେବଯଜ୍ଞ, ପିତୃଯଜ୍ଞ, ନୃଯଜ୍ଞ ତଥୈବ ଚ ସ୍ୱଧାୟ। ସ୍ୱଧାୟ ଯୋଡ଼ି ଅର୍ଥ, ସ୍ୱଧାୟ କଲେ ଅଧ୍ୟୟନ କରିବା, ଘରେ ଘରେ ଶାସ୍ତ୍ର ଅଧ୍ୟୟନ କରିବା, ଆଉ ସ୍ୱଧ୍ୟାୟ କଲେ ନିଜକୁ ଅଧ୍ୟୟନ କରିବା। ମୁଁ ଯାହା କରୁଛି ଠିକ୍ କରୁଛି ତ, ମୁଁ ଯାହା କରୁଛି ଯାହା କହୁଛି ତାହା କରୁଛି ତ। ତାପରେ ବ୍ରହ୍ମଯଜ୍ଞ, ଗୁରୁଙ୍କ ଠାରୁ ଯେଉଁ ମନ୍ତ୍ର ଦୀକ୍ଷା ଗ୍ରହଣ କରିଛନ୍ତି, ଭଗବାନଙ୍କର ନାମକୁ କେତେ ଥର ଆପଣ ଜପ ଗୀତାରେ କହିଲେ, ଯଜ୍ଞାନାଂ ଜପ ଯଜ୍ଞ ସ୍ତ୍ରୀ। ଯେତେ ଯଜ୍ଞ ଅଛି ତା ଭିତରେ ମୁଁ ହେଉଛି ଜପଯଜ୍ଞ। ଜପ କେତେ ପ୍ରକାର? ସାଧାରଣ, ବୈଖରୀ, ଉପାଂଶୁ, ମାନସ। ସାଧାରଣ ମାନେ ଆମେ ବସିକି ଭଲ ନିତାଇ ଗୌର ରାଧେଶ୍ୟାମ ଜପ ହରକୃଷ୍ଣ ହରିନାମ ଗୋଳ ଗୋଳା ଭାବୁଛି, ହରିବୋଲ ହୁଳୁଳି ପଡୁଛି, ଇଏ ସାଧାରଣ। ବୈଖରୀ ଟିକେ ଟିକେ ଦାନ୍ତ ହଲୁଥିବ, ଜୀବ ହଲୁଥିବ, ଚାଲିଥିବ। ଉପାଂଶୁ ପାଟି ହଲୁଥିବ, ମାନେ ଜୀବ ହଲୁଥିବ, ଶବ୍ଦ ନଥିବ। ମାନସ ପୁରା ମନେ ମନେ ସ୍ଥିର, ତୁଣ୍ଡ ହଲୁ ନଥିବ କିନ୍ତୁ ଜପ ଚାଲିଥିବ। ଇଏ ହେଉଛି ଯଜ୍ଞ। ତେଣୁ ଏ ପ୍ରକାର 5 ଯଜ୍ଞରେ ପ୍ରବୀଣ ଥିଲେ କିଏ? ମହାରାଜ ଇନ୍ଦ୍ରଦ୍ୟୁମ୍ନ। ଖାଲି ସେତିକି ନୁହଁ, ଆଉ କ'ଣ ତାଙ୍କର ଥିଲା? ଅଧ୍ୟାତ୍ମ ବିଜ୍ଞାନ ସୌନ ଶୂର ସଂଗ୍ରାମ ବର୍ଦ୍ଧନ ସଦୋତ୍ୟତ ସଦା ବିପ୍ର ପୂଜକ ପିତୃଭକ୍ତିମାନ। ଏଇଥିପାଇଁ କୁହାଗଲା ସେ ଅତ୍ୟନ୍ତ ପିତୃଭକ୍ତିମାନ ଥିଲେ, ବାପା ମାଙ୍କୁ ଭକ୍ତି କରୁଥିଲେ, ବିପ୍ର ପୂଜକ। ବ୍ରାହ୍ମଣ ମାନଙ୍କୁ ଦେଖିଲେ ଶଶମାନ ରାଜା ଇନ୍ଦ୍ରଦ୍ୟୁମ୍ନ ଯଥୋଚିତ ଆସନ ଦେଇ ସମ୍ମାନ ଦେଇ ତାଙ୍କ ଠାରୁ ଭଗବାନ କଥା ଶ୍ରବଣ କରୁଥିଲେ। ବ୍ରାହ୍ମଣ ଭକ୍ତ, ପିତୃଭକ୍ତ, ସାଧୁସନ୍ଥ ଭକ୍ତ, ସବୁ ଯଜ୍ଞରେ ପ୍ରବୀଣ। ଆଉ ଅଷ୍ଟାଦଶାସୁ ବିଦ୍ୟାସୁ ବୃହସ୍ପତି ଐଶ୍ୱର୍ଯ୍ୟଣ ସୁରାଧୀଶ କୁବେର କୋଷ ସଞ୍ଚୟୀ। ସ୍କନ୍ଦ ପୁରାଣରେ ଭଗବାନ ବେଦବ୍ୟାସ କହୁଛନ୍ତି, କହିଲେ ଅଷ୍ଟାଦଶାସୁ ବିଦ୍ୟାସୁ, ଅଷ୍ଟାଦଶ ବିଦ୍ୟାରେ ସେ ପାରଙ୍ଗତ ଥିଲେ। ବେଦ, ବେଦାନ୍ତ, ଉପନିଷଦ, ଆରଣ୍ୟକ, ସଂହିତା, କାଣ୍ଡ, ପୁରାଣ, ଉପପୁରାଣ, ଧର୍ମ, ସାଂଖ୍ୟ, ମୀମାଂସା, ଦର୍ଶନ, ବ୍ୟାକରଣ, ଛନ୍ଦ, ନିରୁକ୍ତ, ଜ୍ୟୋତିଷ, ଇଏ ଧନୁର୍ବିଦ୍ୟାଠୁ ଆରମ୍ଭ କରିକି ଶସ୍ତ୍ର ବିଦ୍ୟା, ଶାସ୍ତ୍ର ବିଦ୍ୟା ସବୁଥିରେ ପ୍ରବଳ ପ୍ରବୀଣ ଥିଲେ। ଅଷ୍ଟାଦଶ ବିଦ୍ୟା ରିବାପବ ଅର୍ଥାତ ବୃହସ୍ପତିଙ୍କ ସମାନ ସେ ଜ୍ଞାନୀ ଥିଲେ। ଐଶ୍ୱର୍ଯ୍ୟର ସୁରାଧୀଶ,
ऐश्वर्य सुलाधीश कहले अमरेन्द्र कहले इंद्र को भाया ऐश्वर्य सी महान थे आउ कौन कुबेर कोष संचय धन धान्य से कुबेर समान धरी थे ये सब सत्य कहीं वैष्णव बोली कहगला वैष्णव क्या कह जाए आम सीताराम बाबा देखुले सी